ଶାମ୍ବ ଦଶମୀରେ ସୂର୍ଯ୍ୟ ଦେବତାଙ୍କ ପାଖରେ ପ୍ରସାଦ ଲାଗୁଥିବା ଘୁଡ଼ୁଘୁଡ଼ିଆ ଘାଣ୍ଟ ଆଜି ତିଆରି କରିବା। ଯେତେ ବି ଘାଣ୍ଟ ତରକାରୀ ଆପଣ ଖାଇଛନ୍ତି, ଏଇ ଘୁଡ଼ୁଘୁଡ଼ିଆ ଘାଣ୍ଟ ତାର ଟେଷ୍ଟ ଟିକେ ନିଆରା, ଆଉ କରିବାର ପ୍ରୋସେସ୍ ଟିକେ ଭିନ୍ନ। ତେବେ ଚାଲନ୍ତୁ ତିଆରି କରିବା। ଗୋଟେ ଚକମକ ଘୁଡ଼ୁଘୁଡ଼ି ଏଠିକାର ଘୁଡ଼ୁଘୁଡ଼ିଆ ଘାଣ୍ଟ। ଶାମ୍ବ ଦଶମୀରେ ସମସ୍ତେ ତ ଏଇ ଘାଣ୍ଟ ତରକାରୀ କରିବେ, କିନ୍ତୁ ଏଇ ପ୍ରୋସେସରେ ଥରେ କରନ୍ତୁ ନା, ଦେଖିବେ ଟେଷ୍ଟ କେବେ ବି ଭୁଲି ପାରିବେନି। ସ୍ୱାଦ ସବୁଠୁ ଟିକେ ନିଆରା ଲାଗିବ। ମୁଁ ସସ୍ମିତା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲରେ। ଯଦି ଭିଡ଼ିଓଟି ଭଲ ଲାଗିବ ପ୍ଲିଜ୍ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ। ଅନ୍ୟମାନଙ୍କ ସହିତ ସେୟାର କରିବାକୁ ଭୁଲିବେ ନାହିଁ। ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ତେବେ ଚାଲନ୍ତୁ ତିଆରି କରିବା ଷ୍ଟାର୍ଟ କରିବା ଶାମ୍ବ ଦଶମୀ ସ୍ପେଶିଆଲ ଘୁଡ଼ୁଘୁଡ଼ିଆ ଘାଣ୍ଟ। ଘୁଡ଼ୁଘୁଡ଼ିଆ ଘାଣ୍ଟ ତିଆରି କରିବା ପାଇଁ ଏଠି ମୁଁ ମଟର ନେଇଛି, କଳା ଚଣା ନେଇଛି, ଆଉ ବୁଟ ଡାଲି ନେଇଛି। ସବୁଥିରୁ ସମାନ ଆମାଉଣ୍ଟର ନେଇଛି, ପାଖାପାଖି ମୁଠେ ଦେଢ଼ ମୁଠା ଖଣ୍ଡେ ନେଇଛି। ତାକୁ ପାଣିରେ ଭଲ ଭାବରେ ଭିଜେଇ ଦେଇଛି ଗୋଟେ ରାତି, ମିନିମମ୍ 5 ଘଣ୍ଟା ପାଖାପାଖି ଭିଜେଇ ଦେବେ। ଭିଜେଇଲା ପରେ ଆକୁ ଗୋଟେ ପ୍ରେସର କୁକରରେ ନେଇଯିବା। ସେଥିରେ ଟିକେ ଲୁଣ ପକାଇକି ଭଲ ଭାବରେ ସିଝେଇ ନେବା। ବୁଟ ଡାଲିଟାକୁ ଗୋଟେ ଗିନାରେ ତା ଦେହରେ ମୁଁ ରଖି ନେଇଛି ଅଲଗା କି। ଆପଣ ଚାହିଁଲେ ଏକା ସାଙ୍ଗରେ ସିଝେଇ ପାରିବେ। ଦେଖନ୍ତୁ ଗିନାରେ ମୁଁ ସିଝେଇବାକୁ ରଖିଦେଇଥିଲି, ତା ଭିତରେ ବୁଟ ଡାଲିଟା ବି ସିଝି ଯାଇଛି, ଆଉ ଚଣା ବି ଭଲ ଭାବରେ ସିଝିଯାଇଛି। ବେଶୀ ସିଝେଇବେନି, ଏମିତି ଟିକେ ଟିକେ ଗୋଟା ଗୋଟା ରହିବ। ପରିବାରେ ନେଇଛି ଗାଜର, ଅମୃତଭଣ୍ଡା, ଶିମ୍ବ, କଖାରୁ, ବିନ୍ସ ଆଉ ମୂଳା। ଏଠି କିଛି ମଟରକୁ ଛଡ଼େଇକି ରଖିଛି, ସାରୁ ଆଉ ମାଟି ଆଳୁ, ଗୋଟେ ବାଇଗଣକୁ ହଳଦୀ ପାଣିରେ ଭିଜେଇକି ରଖିଛି କାଟିକି, ଗୋଟେ ଟମାଟର। ଆପଣ ପାଖରେ ଯେଉଁ ପରିବା ଥିବ ଆପଣ ନେଇପାରିବେ। ଏଠି ଗୋଟେ ବଡ଼ ସାଇଜ୍ର ଆଳୁ, ଗୋଟେ କୋବିରୁ କିଛି ଅଂଶ ନେଇଛି, 3-4 ପାଖୁଡ଼ା କୋବି, କିଛି ନଡ଼ିଆ କୋରା। ପ୍ରଥମେ କ'ଣ କରିବା, ଗୋଟେ ପ୍ୟାନ୍ରେ ତେଲ ନେଇଯିବା। ତେଲଟା ଗରମ ହେଲା ପରେ ମୁଁ କିଛି ବଡ଼ିକୁ ଭାଜି ନେଉଛି। ବଡ଼ିଟାକୁ ଗୋଲ୍ଡେନ୍ ବ୍ରାଉନ୍ ହେଲା ପରେ ଆମେ ଗୋଟେ ଜାଗାରେ କାଢ଼ି ନେବା। ଏଇଟା ବଡ଼ିଟାକୁ କାଢ଼ି ନେଉଛି। କୋବିଟାକୁ ବି ସେଥିରେ ଟିକେ ହାଲକା ଗୋଲ୍ଡେନ୍ ବ୍ରାଉନ୍ ହେଲା ତକ ଭାଜି ନେବା। ଫୁଲକୋବିଟାକୁ ଭାଜିକି ପକାଇବେ, କଞ୍ଚା ଏମିତି ପକାଇବେନି ଡାଇରେକ୍ଟ। ଫୁଲକୋବିଟାକୁ କାଢ଼ି ନେଲି। ଏଠି ଗୋଟେ ବଡ଼ ପ୍ରେସର କୁକର ନେଇଯାଇଛି, ଯେହେତୁ ଟିକେ ଖୋଲା ମୁହଁ ଅଛି ଭଲ ଭାବରେ ହେଇପାରିବ। ସେଥିରେ ପକାଇଦେଲି ଗୋଟେ ଚାମଚ ଜିରା, ଗୋଟେ ଶୁଖିଲା ଲଙ୍କା, ତେଜପତ୍ର। ଜିରାଟାକୁ ଭଲ ଭାବରେ ଫୁଟିବାକୁ ଛାଡ଼ିବା। ଫୁଟିଲା ପରେ ଏଥିରେ ପକାଇଦେଲି ଅଦା ଆଉ କଞ୍ଚା ଲଙ୍କାର ଛେଚା। ଛେଚିକି ବି ପକାଇ ପାରିବେ, ପେଷ୍ଟ ବି ପକାଇ ପାରିବେ। ମୁଁ ଏଠି ପେଷ୍ଟ ନେଇଯାଇଛି, ଆପଣ ଚାହିଁଲେ ଛେଚିକି ବି ପକାଇ ପାରିବେ। ଅଦା କଞ୍ଚା ଲଙ୍କାର ପେଷ୍ଟକୁ ପକାଇଲା ପରେ ଭଲ ଭାବରେ ମିକ୍ସ କରିଦେବା। ଟିକେ ସମୟ ପାଇଁ ଫ୍ରାଏ କରିନେବା। ଗ୍ୟାସ୍ର ଫ୍ଲେମ୍କୁ ମନେ ରଖିବେ, ବେଶୀ ହାଇ କରିବେନି, ନହେଲେ ମସଲାଟା ଜଳିଯିବ। ହାଲକା 1 ମିନିଟ୍ ପର୍ଯ୍ୟନ୍ତ ଟିକେ ଭାଜି ନେବା। ଭାଜିଲା ପରେ ଏଥିରେ ପକାଇ ନେଲି ଆଳୁ, ଅମୃତଭଣ୍ଡା, ଗାଜର, ବିନ୍ସ, ମୂଳା, ଶିମ୍ବ, ସାରୁ ଆଉ ମାଟି ଆଳୁ, ମଟର, ଗ୍ରୀନ୍ ମଟର, ହଳଦୀ ଟିକେ ପକାଇ ନେବା ଆଉ ଭଲ ଭାବରେ ମିକ୍ସ କରିଦେବା। କଖାରୁ ବାଇଗଣଟାକୁ ଆମେ ଟିକେ ପରେ ପକାଇବା ଲାଷ୍ଟକୁ, ଯେପର୍ଯ୍ୟନ୍ତ ଏଇଟା ଟିକେ ମାନେ 30-40% କୁକ୍ ହେଇଯିବ, ତାପରେ ଆମେ ବାଇଗଣ ଆଉ କଖାରୁକୁ ପକାଇବା। ଏଠି ଚଣା ବି ଏକା ସାଙ୍ଗରେ ପକାଇ ନେଉଛି, ଯେହେତୁ ଚଣାଟା ଟିକେ ଟିକେ ଟାଣ ଟାଣ ରହୁଛି, ତେଣୁ ପରିବା ସାଙ୍ଗରେ ଏକା ସାଙ୍ଗରେ ପକାଇକି ଆମେ ଭାଜି ନେବା ଭଲ ଭାବରେ। ପରିବାଟାକୁ କିଛି ସମୟ ପାଇଁ ଭାଜିବା। ଏଣା ଲୁଣ ଦେବାନି, ଲାଷ୍ଟରେ ଆମେ ଲୁଣ ପକାଇବା। ନା ପରିବାଟାକୁ ହାଲକା ହାଲକା ଗୋଲ୍ଡେନ୍ ବ୍ରାଉନ୍ ହେଲା ତକ ଦେଖନ୍ତୁ ଭାଜି ନେଲି। ଏଇ ଷ୍ଟେଜ୍ରେ ମୁଁ 1 କପ୍ ଗରମ ପାଣି ଏଠି ଦେଇଦେଉଛି, କାହିଁକିନା ପରିବାଟାକୁ ପାଖାପାଖି 40-50% ମୁଁ କୁକ୍ ହେବାକୁ ଛାଡ଼ିଦେବି। କାରଣ ଅଧା ସିଝିଗଲା ପରେ ଆମେ ପକାଇବା ବାଇଗଣ ଆଉ କଖାରୁ, ନହେଲେ କଖାରୁ ବାଇଗଣଟା କ'ଣ ହେବ ନା ସାଙ୍ଗେ ସାଙ୍ଗେ ତା ଦେହରେ ମିଶିଯିବ। ପାଣି ଭାଜିଲା ପରେ ପାଣି ପକାଇଦେଲି, କାହିଁକିନା ଟିକେ ସିଝିଯିବ। ଦେଖନ୍ତୁ ସିଝିଲା ପରେ ଏଠି ପକାଇଦେଲି କଖାରୁ ଆଉ ବାଇଗଣ। ସେଥିରେ ପକାଇଦେବା କୋବି। ସବୁ ଜିନିଷକୁ ଭଲ ଭାବରେ ମିକ୍ସ କରିଦେବା। ଦେଖନ୍ତୁ ମିକ୍ସ କଲା ପରେ ଏଥିରେ ମୁଁ ପକାଇଦେବି ସ୍ୱାଦ ହିସାବରେ ଲୁଣ,
ଯେତିକି ଲୁଣ ଲାଗିବ ସେହି ହିସାବରେ ଆପଣ ପକାଇ ନିଅନ୍ତୁ। ଲୁଣ ପକାଇଲା ପରେ ଭଲ ଭାବରେ ମିକ୍ସ କରିଦେବି। ଭଲ ଭାବରେ ମିକ୍ସ କଲା ପରେ କଭର କରିଦେଇକି ଗ୍ୟାସର ଫ୍ଲେମ୍କୁ ମିଡ଼ିୟମ୍ ରଖିବା। ମିଡ଼ିୟମ୍ ରଖିକି ଟିକେ ସମୟ ପରିବାଟାକୁ ସିଝିବାକୁ ଛାଡ଼ିଦେବା, ଯେମିତି ପରିବାଟା ଭଲ ଭାବରେ କଷି ହେଇଯିବ। ଦେଖନ୍ତୁ ବଢ଼ିଆ ଭାବରେ ପରିବାଟା କଷି ହେଇଯାଇଛି। ଆଉ ମଝିରେ ମଝିରେ ଟିକେ ଟିକେ ଘାଣ୍ଟି ଦେଉଥିବେ, ପୁରା ଛାଡ଼ିବେନି, ଟିକେ ଟିକେ କାଢ଼ିକି ଢାଙ୍କୁଣି ଘାଣ୍ଟି ଦେଉଥିବେ ମଝିରେ ମଝିରେ। এই ଷ୍ଟେଜ୍ରେ ଏଇନା ପକାଇଦେବା ପାଣି। ଏଠି ମୁଁ ଗରମ ପାଣି ନେଇଛି, ମନେ ରଖିବେ ଥଣ୍ଡା ପାଣି କେବେ ବି ଆଡ଼୍ କରିବେନି। ଯେତେବେଳେ ବି ଆଡ଼୍ କରିବେ ନା ତରକାରୀରେ ଗରମ ପାଣି ଆଡ଼୍ କରିବେ। ଗରମ ପାଣି ପକାଇଲା ପରେ ଏଥିରେ ପକାଇଦେବା ନଡ଼ିଆ କୋରା। ନଡ଼ିଆ କୋରା ପକାଇକି ଭଲ ଭାବରେ ମିକ୍ସ କରିଦେବା। ମିକ୍ସ କରିକି କଭର କରିଦେବା। କଭର କରିକି ପରିବାଟାକୁ ଭଲ ଭାବରେ ସିଝିବାକୁ ଛାଡ଼ିଦେବା। ଗ୍ୟାସର ଫ୍ଲେମ୍କୁ ମିଡ଼ିୟମ୍ ରଖିକି ପରିବାଟାକୁ ବର୍ତ୍ତମାନ ସିଝିବାକୁ ଛାଡ଼ି ଦେଉଛି। ତାପରେ ଆମେ ଢାଙ୍କୁଣି କାଢ଼ିକି ଚେକ୍ କରିବା। ତା ଭିତରେ ପରିବାଟା ଦେଖନ୍ତୁ ବଢ଼ିଆ ଭାବରେ ସବୁ ସିଝି ଯାଇଛି। ମୁଁ ଚେକ୍ କରିନେଉଛି ପରିବାଟା ସିଝିଛି କି ନାହିଁ। एकदम परिवाटा गोलिया घांटिया हो जाइए, केते बढ़िया भाव सीझी जाइए। देखंतु एठी पकेदेबा आमे बुट डाली, जो बुट डाली को आमे सिझेक रखिथिले लास्ट रे पकेबा आ गोटे काटिक रखिथिबा टमाटर को पकेनबा। सब जिनस पकेदेला परे मु पाखापाखि आउ गोटे मिनिट छाड़ी देबी फुटिबा पई। बेसी समय नहीं, गोटे रु 2 मिनिट छाड़ी देबा फुटिबा पई। भल के आगे मिक्स कर नियंतु आ गोटे रु 2 मिनिट छाड़ी दियंतु। गोटे रु 2 मिनिट परे आमे ढांकुणी काढी नबा। बेसी समय को कुक करबानी, नाले अधिका कुक होइजिवो। केते बढ़िया भाव तरकारीटा पूरा गोलिया घांटिया हो जाइए, एकदम बढ़िया भाव सीझी जाइए। सब जिनस एकदम परफेक्ट अच्छी। आपड़ जदि अधिका टिके पानी देवाक चाहिए ताले ऐड करें। मु एतिकी पानी एकदम परफेक्ट अच्छी, बेसी और पानी दरकार नहीं। बर्तमान एटा को काढ़ी नबा, काढ़ी के आधे तड़का लगेबा। एठी मु गुआ घिया नेछि, गोटे चामच चीनी पकेदेली, चाहिए तरकारी भी ऐड कर दी परिबे। चीनीटा टिके मेल्ट होला परे एठी पकेदेली हिंगु 1/4 टीस्पून। सेथिरे पकेदेबा गोटे चामच जीरा, सुखिला लंका, सब जिनस को भल भाव मिक्स कर दबा। जीराटा टिके फुटिला परे, लंकाटा टिके टिके भाजी हे गला परे आमे नेकी तरकारी रे एटा को पके नबा। मु एठी चीनी ऐड करछि, आपण चाहिए तरकारी रे डायरेक्ट चीनी पके दी पारंती। एटा को आमे पके नबा तरकारी रे। संगे संगे एटा को घोड़े दबा। एटा को घोड़े देकी गोटे मिनिट एमती कवर करके रखिदबा, खोलिबानी कवर आ गैस र फ्लेम को बंद कर दबा। गोटे मिनिट परे कवर काढ़ी भल भाव आगे मिक्स कर दबा। जो फुटणटा पकेथिले ऊपरे जीराटा को फुटेकी ताको आमे भल भाव मिक्स कर दबा। लास्ट रे भाजिक रखिथिबा बड़ी पकेदबा, काटिक रखिथिबा धनिया पत्र पकेदबा, भजा लंका जीरा गुंड पकेनबा। भजा लंका जीरा गुंड पकेला परे भल भाव मिक्स कर दबा। सांब दशमी रे एई प्रोसेस रे निश्चित भाव में एई गुड़गुड़िया घांटा ट्राए करंतु। समस्त को देखिबे बहुत पसंद आसीबो। थरे जदि करिबे ना खाइबा केबे भी भूलिबेनी। तेबे आजिर वीडियोटी आपण मानको केमति लागिला? जदि भल लागिला प्लीज वीडियोटी को लाइक कर देबे, अन्य मानक सहित शेयर करिया को भूलिबे नहीं। तेबे रहूची पुणी देखा हबो गोटे नुआ वीडियो रे। जय जगन्नाथ।